ଅସୁର ଏଇଟା ମିଥ୍ୟା କରିଛି, ମାୟା କରିଛି ବୋଲି ଶୂଳପାଣି ଜାଣିଦେଲେ। ପୁଣି ନୃତ୍ୟ ଆରମ୍ଭ କଲେ ଯୁଦ୍ଧରେ। ତା ଦେଖି ଦୈତ୍ୟ ଜଳନ୍ଧର ବାନ୍ଧିଲା କୋଟି କୋଟି ସ୍ୱର। ବରଷା କାଳେ ଜେନେ ଜଳ ବୃଷ୍ଟି କରନ୍ତି ମେଘମାଳ। ଏହି ପ୍ରକାରେ ସିନ୍ଧୁ ସୁତ ବାଣ ବିନ୍ଧିଲା ଅପ୍ରମିତ। ଈଶ୍ୱରଙ୍ଗେ ବାଣ ପଡ଼ି ଯେ ଶନେ ପର୍ବତ କୁହଡ଼ି ସରେ। ଶରୀର ହେଲା ଗୋପ୍ୟ ତା ଦେଖି ଶିବ କଲେ ଗୋପ। ରୁଦ୍ର ସହିତେ ଶୂଳ ପାଣି ଜ୍ୟୋତି ଯୁଗାନ୍ତ ଅଗ୍ନି ଜାଣି। ନିର୍ଭୟ ବିଜେ କଲେ ଯୁଦ୍ଧେ ଜେନେ ମନ୍ଧର ସିନ୍ଧୁ ମଧ୍ୟେ। ସେହି ପ୍ରକାରେ ଅନ୍ଧକାରୀ ରିପୁ ମନ୍ଥନ ଶୂଳ ଧରି ମାରନ୍ତି ଅସୁର ଶୟନ ଜେନେ ବତାସେ ରମ୍ଭାବନ। ଲୁଟି ପଡ଼ନ୍ତି ଭୂମିଗତେ ଜେନେ ଈଶ୍ୱର ଶୂଳଘାତେ। ପବନ ବହିଲେ ଯେପରି ଭାବେ କଦଳୀ ଗଛ ଗୁଡ଼ାକ ଭୂଇଁରେ ଲୋଟି ପଡ଼ନ୍ତି, ସେମିତି ଅସୁରମାନେ ଆଜି ଶିବଙ୍କର ବାଣରେ ତଳେ ଲୋଟି ପଡ଼ୁଛନ୍ତି। ଲୋଟି ପଡ଼ନ୍ତି ଭୂମିଗତେ ଜେନେ ଈଶ୍ୱର ଶୂଳଘାତେ। ପଡ଼ିଲେ ଅନେକ ଅସୁର ତା ଦେଖି କୋପେ ଜଳନ୍ଧର। ବିନ୍ଧଇ ଅସଖ୍ୟଙ୍କ ବାଣ ଅଗ୍ନି କୁଡ଼କୁ ଜେନେ ତୃଣ। ଅସୁର ସହ ସେହି ରୂପେ ଦଗ୍ଧ ହଇଲେ ରୁଦ୍ରତାପେ। ମହାବୃକ୍ଷର ହାତ ଜାତେ ଦୈତ୍ୟ ପଡ଼ନ୍ତି ମହାଘାତେ। ଅସ୍ଥି ମାଂସ ମିଶି ଦଳି ରୁଦ୍ର ତେଜରେ ଯାନ୍ତି ଜଳି। ତା ଦେଖି ନିଶାଚର ଥାଟ ପଳାନ୍ତି ନଦୀ ଶୋଇ ବାଟ। ଆଉ ସବୁ ଯାହା ଦେଖୁଥାନ୍ତି, ଆଜ୍ଞା 10 ଜଣ ଲୋକ ଆପଣଙ୍କୁ ବାଡ଼େଇ ଆସିଥିବେ, ଜଣକୁ ଖାଲି ଆପଣ ମାନେ ଏଇଟା ମୁଁ ବୁଦ୍ଧି ଦେଉନି ଆପଣଙ୍କୁ, ମୁଁ ଜାଣିଛି ଆଉ ଦେଖିଛି, ଆପଣମାନେ ବି ସେଇ କର୍ମ କରିଥିବେ ବା ଦେଖିଥିବେ ଜାଣିଥିବେ। 10 ଜଣ ଆପଣଙ୍କୁ ବାଡ଼େଇ ଆସିଥିବେ, ଆପଣଙ୍କ ପାଖରେ ତ ସାହା ଭରସା ନାହିଁ କିଛି, ମରିବେ ନହେଲେ ମାରିବେ। ଏଇଆ ହେଉଛି ଶେଷ କଥା। କ'ଣ କରିବେ ସେଇ 10 ଜଣଙ୍କ ଭିତରୁ କୌଣସି ମତେ ଜଣକୁ ବା କ'ଣ ଗୋଟେ ଅସ୍ତ୍ର ବାହାର କରି ବା ଠେଙ୍ଗା ବାଡ଼ି ବାଉଁଶ ଯାହା ବାହାର କରିକି ବୁଲେଇବା ଆରମ୍ଭ କରିବେ। ମରିବେ ନହେଲେ ମାରିବେ। ଆପଣଙ୍କୁ ମାରିଦେବେ ମାନେ ଆପଣ କ'ଣ ଛାଡ଼ିବେ? ଯଦି ଜଣକ ପାଖରେ ବାଜିଗଲା ଠିକ୍ ସେ, ସେଠି ଯଦି ସେମାନେ ଧରିଦେଲେ ତ ଆପଣଙ୍କୁ ଧରିଦେଲେ, ନହେଲେ ଆଜ୍ଞା ତାଙ୍କ ବାଟ କାଟିକି ପଳେଇବେ। ବହୁତ ସୁନ୍ଦର କଥା ଅଛି ଏଇଠି, କିନ୍ତୁ କହିବାର ଆବଶ୍ୟକ ନାହିଁ ସେ କଥା। ସେମିତି ପିଶାଚ ଗଣମାନେ ରାକ୍ଷସ ଗଣମାନେ ସବୁ ପଳାଉଛନ୍ତି। ଗରିଷ୍ଠ ଦୈତ୍ୟମାନେ ଥିଲେ ରାଜାଙ୍କୁ ଛାଡ଼ି ପଳାଇଲେ। ସୈନ୍ୟ ଭାବେ ଜଳନ୍ଧର କ୍ଷତ୍ରିୟ ରାଣ ମହାବୀର। ମରଣେ ଉପେଖିଲା ଶଙ୍କା ତାର ବିରୋଧ ରଣରଙ୍କା। ପରିଘ ଘେନି ପରଚଣ୍ଡେ ପିଟିଲା ରୁଦ୍ର ରଥ ଖଣ୍ଡେ। ଧ୍ୱନି ଶୁଭିଲା ଘଡ଼ଘଡ଼ି ବୃଷଭ ମୂର୍ଚ୍ଛା ଯାଇ ପଡ଼ି ବାହନ ଭାବେ ଈଶ୍ୱର ହେଲେ ଅତ୍ୟନ୍ତ କ୍ରୋଧବର। ଲାଷ୍ଟ ହେଇ ଆସୁଛି ଯୁଦ୍ଧ, ନିଶ୍ଚିତ ମରାମରି ହେବେ। ଯୁଦ୍ଧବର ବିଷ୍ଣୁ ଆୟୁଧେ ସୁଦର୍ଶନ କରିଲେ। करे धरिले त्रिलोचन विश्वमूर्ति जे प्रकाशी कालपुरुष प्रिय दिशी। शिव भी आज्ञा विश्वरूप होती। आपण मैंने फोटो देखिथे निश्चित विश्वरूप प्रभुंर। से ब्रह्मा विष्णु एपटे सबू देवता पवन इंद्र वरुण कुबेर जम नरुत सबू देवता तांकर भी विश्वरूप अच्छी। विष्णु को आयुधे सुदर्शन करिले धरिले सुदर्शन जो सबू देवता मानकर जो शक्ति होता आउ विष्णु जो शक्ति देकी सुदर्शन चक्र तैयारी करथिले भगवान शिव शंकर धरिले आयुध कले। तार शिखरे विष्णु बाण विशेष देवंक किरण से चंद्र दंड करे काटी तेज ब्रह्मांड खंड गोटी। दैत्यनाशने देवकाशी चक्र को पेशिले आकाशी शबद कला दोष दिशे कंपिला धरणी आकाशे। प्रखर ज्योति तार देखी दैत्य बुझिले बेनी आखि। बोल शंभु महादेव की जय। असुर बेनी आखि बुझीदेला मोक्ष है मुक्ति है। चक्र पड़ा वक्षस्थले जेने चड़क गिरिमाले तेने शबद परचंड जलिला जलंद छिंडिला जलंधर मुंड सिरे शरीर एका बेले टड़ी पड़ा रथ तले ध्वनि शुभिला तीन पुरे चक्र मिलिला हर करे। असुर मुंड तले पड़ी ओष्टे अल्प दंत भिड़ी नयने चाहिला तोराटी देखिला शिव रूप गोटी। तार शरीर ज्योतिर्लिंगे पशिला जाई रुद्र अंगे जेउठु जात होइतिला सेठी जाइकी तार आत्मार जो शक्ति ज्योतिटा जाइकी शिव अंगरे मिसीगला अनै देला टिके। आमे सेमिति भगवान को जदि सबुबले गुहारी प्रार्थना
ଧ୍ୟାନ କରୁଥିବା ସେମିତି ଆମମାନଙ୍କର ବି ଶେଷ ଜ୍ୟୋତି, ଶେଷ ଶକ୍ତି, ଶେଷ ଆତ୍ମା ଯାଇକି ପ୍ରଭୁଙ୍କ ପାଖରେ ଲୀନ ହେଇଯିବ। ପୁନର୍ଜନ୍ମ ଆଉ ହେବ ନାହିଁ। ଚୈତନ୍ୟ ମହାପ୍ରଭୁ ଆସିଥିଲେ, ଜଗନ୍ନାଥଙ୍କୁ ଚାମର କରୁଛନ୍ତି, ଟଳି ପଡ଼ିଲା। କହନ୍ତି କେହି କେହି ଯେ ଗୋଟେ ଶକ୍ତି ବାହାରି ଜଗନ୍ନାଥଙ୍କ ଦେହରେ ମିଶ୍ରିତ ହୋଇଗଲା ବା ମିଶିଗଲା। ନୟନେ ଚାହିଁଲା ତୋରାଟି ଦେଖିଲା ଶିବ ରୂପ ଗୋଟି, ତାର ଶରୀର ଜ୍ୟୋତିର୍ଲିଙ୍ଗେ ପଶିଲା ଯାଇ ରୁଦ୍ରଙ୍ଗେ, ସେ ତାର ନାରୀ ବୃନ୍ଦାବତୀ, ଅଗ୍ନିରେ ଝାସିଥିଲା ସତୀ। ତାତ୍ମା ଅନ୍ତରିକ୍ଷେ ଥିଲା ଗୌରୀ ଅଙ୍ଗେ ସମ୍ଭାଳିଲା, ଗୌରୀ ଅଙ୍ଗରେ ମିଶିଗଲା। ତାର ବି ଯେଉଁ ଇଏ ଶିବଙ୍କ ଅଙ୍ଗରେ ମିଶିଗଲା, କିଏ? ଜଳନ୍ଧର। ଆଉ ସିଏ ଯେଉଁ ଦହନ ହୋଇଥିଲେ ବୃନ୍ଦାବତୀ, ସିଏ ସେମିତି ଗୌରୀଙ୍କ ଅଙ୍ଗରେ ମିଶିଗଲା। ଗୌରୀ ବି ଯାଇକି ଅଛନ୍ତି ନା ଗୋପ୍ୟ ଭାବରେ ଲୁଚିକି, ଅସୁର ଏଇଭଳି କର୍ମ କରିଛି ମୋ ସାଥିରେ ବୋଲି। ଦେଖନ୍ତୁ ଆଜ୍ଞା, ସେଇଠି କୃଷ୍ଣ ଅଛନ୍ତି। କଥା ଦେଖନ୍ତୁ ଆଜ୍ଞା, ମଧ୍ୟାନ୍ତର କୃଷ୍ଣ ଅଛନ୍ତି ବୃନ୍ଦାବତୀଙ୍କର ଚିତା ପାଖରେ, ଯେଉଁଠି ବୃନ୍ଦାବତୀ ଭସ୍ମ ହୋଇଯାଇଛନ୍ତି, ପାଉଁଶ ହୋଇଯାଇଛନ୍ତି ଜଙ୍ଗଲ ଭିତରେ। ଏଇଠି ପାର୍ବତୀ ଯାଇକି ଲୁଚିକି ଅଛନ୍ତି। ଦେଖନ୍ତୁ ଆଜ୍ଞା, ସେଇଠି ଗୋଟେ କଥା, ଏଇଠି ଗୋଟେ। ଏଇଠି ଶିବ ଜଳନ୍ଧର ପାଖରେ ଅଛନ୍ତି। ତିନିଟା କଥା। ବର୍ତ୍ତମାନ କାର୍ତ୍ତିକ ମହାତ୍ମ୍ୟ ମଧ୍ୟାନ୍ତର। ସିଏ ମିଶିଗଲେ ଶିବଙ୍କ ଦେହରେ, ଇଏ ମିଶିଗଲେ ଗୌରୀଙ୍କ ଦେହରେ। ବୃନ୍ଦାବତୀ ଆସିବ କଥା ଆମର ଆଗକୁ, ନିଶ୍ଚିତ ଶୁଣିବା। କାହାକୁ ଶୁଣେଇଲେ ଆଜ୍ଞା କ'ଣ ମଙ୍ଗଳ ହେବନି? ଆପଣମାନେ ଶୁଣଉନାହାନ୍ତି କାହିଁ କାହାକୁ? ମୁଁ ତ ଗୋଟେ ସେୟାର କାହିଁ ଦେଖୁନି? ଦୟା କରନ୍ତୁ, ମଙ୍ଗଳ ହେବ ଆପଣଙ୍କର।